ପୁରୁଷମାନଙ୍କ ଏହି ଅଭ୍ୟାସ ଘରକୁ ଅଶାନ୍ତି ଓ ଦୁର୍ଭାଗ୍ୟ ଆଣିଥାଏ। ପତ୍ନୀଙ୍କୁ ସହଧର୍ମିଣୀ ନୁହେଁ ବୋଝ ବୋଲି ଭାବିବା, ଝିଅ ଜନ୍ମ ହେଲେ ଖୁସି ହେବାରୁ ବଞ୍ଚିତ ହେବା ଏବଂ ଘରେ ଅଶାନ୍ତି ସୃଷ୍ଟି କରିବା, ପତ୍ନୀ ସଞ୍ଚୟ କରିଥିବା ଟଙ୍କାକୁ ନେଇଯିବା, ସମସ୍ତଙ୍କ ସାମ୍ନାରେ ପତ୍ନୀଙ୍କୁ ଅପମାନିତ କରିବା, ପତ୍ନୀଙ୍କୁ ନିଜ ଦୈନିକ ଖର୍ଚ୍ଚ ପାଇଁ ଅର୍ଥ ନ ଦେବା, ପିଲାମାନଙ୍କୁ ମାଡ଼ ମାରିବା କିମ୍ବା ଅତ୍ୟାଚାର କରିବା, ଅନ୍ୟ ସ୍ତ୍ରୀଙ୍କ ସହିତ ଖରାପ ସମ୍ପର୍କ ରଖିବା, ସବୁବେଳେ ନିଶା ଜାତୀୟ ପଦାର୍ଥ ସେବନ କରିବା, ସୁଖ ଦୁଃଖରେ ସହଭାଗୀ ନ ହୋଇ ନିଜକୁ ଅଲଗା ରଖିବା, ପତ୍ନୀଙ୍କ କଥାକୁ କେବେ ଗୁରୁତ୍ୱ ନ ଦେବା, ମା ବାପାଙ୍କୁ ଅବହେଳା କରିବା, ପାରିବାରିକ ଖର୍ଚ୍ଚରେ ସହଯୋଗ କରିବାରୁ ଏଡ଼ାଇବା, ସର୍ବଦା ରାଗ ମନୋଭାବ ରଖିବା ଓ ଅଳ୍ପ କଥାରେ ଗାଳିଗୁଲଜ କରିବା, ଧର୍ମ ପୂଜା ସତ୍ କାର୍ଯ୍ୟ ପ୍ରତି ଅନାଦର କରିବା, ପିଲାମାନଙ୍କୁ ଶିକ୍ଷା ଓ ସଂସ୍କାର ଦେବାରୁ ବଞ୍ଚିତ କରିବା। ଏହିସବୁ ଅଭ୍ୟାସ ଘରର ଲକ୍ଷ୍ମୀଙ୍କୁ ଦୂର କରିଥାଏ ଓ ପାରିବାରିକ ଜୀବନକୁ ଅଶାନ୍ତି ଭିତରକୁ ଟାଣି ନେଇଥାଏ।